ଉତ୍ତର ମାର୍ଗ ଶ୍ରୀମତୀ ପ୍ରତିଭା ରାୟ। ଗ୍ରହମାନଙ୍କ ଭିତରେ ଶନି କୁଆଡ଼େ ଭାରି ସୁନ୍ଦର, ସୌମ୍ୟକାନ୍ତ ମଧ୍ୟ। ଗ୍ରହରାଜ ଚୌଧୁରୀ ପ୍ରକୃତରେ ଗ୍ରହରାଜ। ଦେଖିବାକୁ ଯେମିତି ଲମ୍ବା ଚଉଡ଼ା, ବିଶାଳ ଆଖି, ନାକର ମୁଖର ଗଢ଼ଣ ସେମିତି କାଟିଦେଲା ପରି ସୁନ୍ଦର, ଯାହା କହନ୍ତି ପୁରୁଷ ପରି ପୁରୁଷ। 38 ବର୍ଷ ହେଲେ ମଧ୍ୟ ଯିଏ କହିବ ବୟସ 24 କି 25। ଛଇଛାଟ ଚେହେରା। ସ୍ୱାମୀଙ୍କ ବ୍ୟବହାରରେ ଦେବକୀ ସନ୍ତୁଷ୍ଟ। ଜମିଦାରର ମିଜାଜ କଡ଼ା ନହେଲେ ସେ କି ଜମିଦାର? ରାତାରାତି ଦେବକୀ ପାଲଟି ଗଲେ ଚୌଧୁରାଣୀ ସାଆନ୍ତାଣୀ। ନିଜ ସ୍ଥାନରେ ନିଜ ବୋଉକୁ ରଖି ଭିନ୍ନ ମଣିଷଟିଏ ପାଲଟିଗଲେ। ବୋଉ ଯେପରି ବାପାଙ୍କ ପ୍ରଚଣ୍ଡତାକୁ ସହିଛି, ସେ ମଧ୍ୟ ଠିକ୍ ସେମିତି ଗ୍ରହରାଜଙ୍କ ପ୍ରଚଣ୍ଡତାକୁ ସହିବେ। ତା ଛଡ଼ା ଉପାୟ ନାହିଁ। ଜ୍ୱାଇଁର ବୁନିଆଦୀ ଓ ଆଭିଜାତ୍ୟ ବାସର ସେଜରୁ ଜଣାପଡ଼େ। ଝିଅ ଘରୁ ଯାଇଥିବା ଦାସୀ ବାସର ସେଜ ଉଠେଇଲା ବେଳେ ତକିଆ ତଳୁ, ବିଛଣା ଉପରୁ, ଖଟ ତଳୁ ପାଏ ସୁନା, ରୂପା, ଟଙ୍କା ଜ୍ୱାଇଁର ଖୋସଣୀରୁ ରାତିରେ ଖସି ପଡ଼ିଥାଏ। ସକାଳୁ ତାକୁ ଗୋଟେଇ ନେବା ପାଇଁ ଜ୍ୱାଇଁର ପରବାଏ ନଥାଏ। ଦାସୀ ଯେତେଦିନ କନ୍ୟା ଘରେ ରହେ, ଯାହା ଟଙ୍କା ପଇସା ନବଦମ୍ପତିଙ୍କ ମିଳନ ଶଯ୍ୟାରୁ ପାଏ, ସେସବୁର ଅଧିକାର ତା'ର। ଏଇଟା ବୁନିଆଦୀ ଘରର ଚଳଣି। ପ୍ରଥମ ଦିନ ବାସି ବାସର ଶଯ୍ୟା ଉଠେଇବାକୁ ଯାଇ ସାଧବୀ ତାଜୁବ। ନବଦମ୍ପତିଙ୍କ ଶଯ୍ୟାରେ ଖଟ ତଳେ ପଡ଼ିଛି 2ଟା ସୁନା ମୋହର। ରୂପା ଟଙ୍କା ଖେଳେଇ ହୋଇ ପଡ଼ିଛି 25-30 ସରିକି। ହାତୀଦାନ୍ତର ପାନ ଡବା ଉପରେ ସୁନାର କାରୁକାର୍ଯ୍ୟ, ସେଇଟା ବି ଛାଡ଼ି ଯାଇଛନ୍ତି ଜ୍ୱାଇଁ। କଣ୍ଟାପାରି ବା ବାଲିକୁଦା ଜମିଦାର ଘର, ଛ୍ୟା, ୟା ତୁଳନାରେ କ'ଣ? ରୂପା ଟଙ୍କା କେଇଟା ପଡ଼ିଥିଲା। ସାଧବୀ ବୁଝିଲା, ଗ୍ରହରାଜ ଚୌଧୁରୀ ଏବଂ ଦକ୍ଷିଣ ରାୟଙ୍କ ବଂଶ ପରମ୍ପରା କ୍ରମେ ଯେଉଁ ବୁନିଆଦୀର ବଳ କଷାକଷି ଚାଲିଛି, ସେଥିରେ ଯଥାର୍ଥତା ନାହିଁ। କାହିଁ ଗ୍ରହରାଜ ଚୌଧୁରୀ ବଂଶ, ଆଉ କାହିଁ ଗର୍ଭଗଞ୍ଜନ ଦକ୍ଷିଣ ରାୟ ବଂଶ। ଜଣେ ଜୁଳୁଜୁଳିଆ ପୋକ ହେଲେ, ଆଉ ଜଣେ ସୂର୍ଯ୍ୟ। ସାଧବୀ ଝିଅକୁ ଶିଖେଇଲା, ଏଣିକି ଦେବକୀକୁ ଦେଇ ନ ଡାକିକି ସାଆନ୍ତାଣୀ ଡାକିବୁ। ପ୍ରଥମେ ପ୍ରଥମେ ଦେବକୀ ଦେଈଙ୍କୁ ସାଆନ୍ତାଣୀ ଡାକିବା ପାଇଁ ଚକୋରୀକୁ ଅଡ଼ୁଆ ଲାଗୁଥିଲା। ଚକୋରୀ ତଥାପି ସାଆନ୍ତାଣୀ ଡାକିଲା ଏବଂ ଦେଖିଲା ଦେଈ ମଧ୍ୟ କିଛି କହିଲେ ନାହିଁ, ବରଂ ମନେ ମନେ ଖୁସି ହେଲେ। ଏଇଟା ସାଧବୀର ବୁଦ୍ଧି ବୋଲି ଜାଣି ମନେ ମନେ ତାକୁ ତାରିଫ କଲେ। କ୍ରମଶଃ